ବାରମ୍ବାର ମତେ ରାତିରେ ମ୍ୟାଡାମ ହଇରାଣ କରୁଥିଲେ ଯେ 2 ଦିନ ଛୁଆଟା ବି ଦେଖି ସାମ୍ନାରେ ସେ ମସ୍ତାନ କରୁଥିଲେ କଣ କହିବେ ତାପରେ ଭୁଲ ବାପାଟାକୁ ଛୁଆଟାକୁ ଦେଖିଲେ ଇମୋସନାଲ ମୁଁ ମାନେ କହିଲି ଭାବିଛୁ ଜିନିଷ କହିଛନ୍ତି ସେ ଇନଫାକ୍ଟ ଗଲ୍ଫ କ୍ଲବରେ କହିଛନ୍ତି ମୁଁ ଛୁଆକୁ ଦେଖିବାକୁ ଚାହୁଁନି ଛୁଆକୁ ଦେଖିଲେ ମୁଁ ଇମୋସନାଲ ହେଇଯିବି ଏଇଟା ନ୍ୟାଚୁରାଲ ଥିଙ୍ଗ ବାପାଟା ଗୋଟେ ଛୁଆକୁ ଦେଖିଲେ ଇମୋସନାଲ ହବ ମୁଁ ଏଥିରେ କହିବି କଣ ନାହିଁ। ଦେଖନ୍ତୁ ମୁଁ ଆଗରୁ ବି କହିଛି ଏଇ ଗୋଟେ ହିଁ ଜିନିଷ ପୋଜିଟିଭ ଇନସିକ୍ୟୁର ଫିଲିଂ ମା ଆଉ ଭଉଣୀଙ୍କର ଇନସିକ୍ୟୁର ଫିଲିଂ ରହିଛି ନିଜ ପୁଅକୁ ନେଇକି ନିଜ ଭାଇକୁ ନେଇକି ଯୋଉଥିଲାଗି କି ଜିନିଷଟା ହେଇଛି ମୋ ହଜବେଣ୍ଡକୁ ବହୁତ ଗୁଡାଏ ଅପସନ୍ସ ଦେଇଛି ରିକନସାଇଲ୍ କରିବା କଥା ଯୋଉ ଆପଣ କହୁଛନ୍ତି ରିକନସାଇଲ୍ ପାଇଁ କହିଲେ ନା ପାଖାପାଖି 90 ଦିନ ହବ ଧରିକି ବହୁତ ପ୍ରକାର ଚେଷ୍ଟା କରିଛି ଆଟଲିଷ୍ଟ ଥରେ ସେ ଆସନ୍ତୁ ବସନ୍ତୁ କମ୍ୟୁନିକେଟ୍ କରିବା କଣ ହେଇଛି ଆମ ଭିତରେ କଥା ହବା ଯଦି ତାଙ୍କର କିଛି ପ୍ରୋବ୍ଲେମ ଅଛି ତ ତାର ସଲ୍ୟୁସନ ତ ନିଶ୍ଚିତ ଥିବ ନା ଏମିତି କୌଣସି ପ୍ରୋବ୍ଲେମ ନାହିଁ ଯେ ଯୋଉଟା କି ସଲ୍ୟୁସନ ନାହିଁ ସଲ୍ୟୁସନ ଆଣିବା ପାଇଁ ନିଜେ ସବୁବେଳେ ଚେଷ୍ଟା କରିଛି ଆଉ ଗଲ୍ଫ କ୍ଲବ ଇଭେନ୍ ତ ମୁଁ କହିଲି ବି ଯଦି ମୋ ଲାଗି ମା କିମ୍ବା ତମ ଭଉଣୀଙ୍କୁ ଯଦି କିଛି ପ୍ରୋବ୍ଲେମ ହଉଛି ମତେ ନେଇକି କି ମୋ ଛୁଆକୁ ନେଇକି ମୁଁ ହେଡକ୍ୱାର୍ଟରରେ ରହିଯିବି ମୋ ଛୁଆକୁ ନେଇକି ଟ୍ରାନ୍ସଫର ହେଇଯିବି ନହେଲେ ତମେ ତ ଆଟଲିଷ୍ଟ ଆସିକି ଛୁଆକୁ ମଝିରେ ମଝିରେ ଦେଖିଦେଇ ପାରିବ ନା ବାପା ହିସାବରେ ଫାଇନାନ୍ସିଆଲି କରିବନି ଠିକ ଅଛି ବଟ୍ ମୋରାଲି ତ ସପୋର୍ଟ ଦେଇପାରିବ ସ୍ତ୍ରୀକୁ ହଉ ଛୁଆକୁ ହଉ ସେତିକି ତ କରିଦେଇ ପାର ଆଟଲିଷ୍ଟ ତାକୁ ଆସିକି ମଝିରେ ମଝିରେ ଦେଖା ତ କରିଦିଅ ସେ କହିଲେ ନା ମୁଁ ଛୁଆକୁ ଦେଖିବାକୁ ଚାହୁଁନି ଛୁଆକୁ ଦେଖିଲେ ମୁଁ ଇମୋସନାଲ ହେଇଯିବି କଣ କହିବି जहाँ भी रिकनसिलेशन एफर्ट्स अच्छी तार एविडेंस हमें ऑलरेडी पुलिस पाखे दीचु एंड जहाँ भी पुलिस को दरकार हो हमें से एविडेंस भी इन द कोर्स ऑफ टाइम दबु एंड जदि तांकर किसी एविडेंस अच्छी से प्रोड्यूस करम को कोर्ट पाखे वी डोंट हैव एनी प्रॉब्लम ଲୋକେ ଆପଣଙ୍କୁ ଶିକ୍ଷା କଥା କିନ୍ତୁ ଆପଣ ଯେତେବେଳେ କଥା ହେଇକି ଥାନାରେ ପହଞ୍ଚିଲା ଘରେ ନ ଦେଖନ୍ତୁ ମୁଁ ମୋ ତରଫରୁ ଗୋଟେ ସ୍ତ୍ରୀ ହିସାବରେ ଗୋଟେ ମା ହିସାବରେ ସ୍ପେଶାଲ ବହୁତ ଚେଷ୍ଟା କରିଛି ପାଖାପାଖି 90 ଦିନ ହବ ଚୁପ୍ ହିଁ ରହିଲି ପୋଷ୍ଟମର୍ଟମ ଷ୍ଟେଜରେ ବହୁତ ମେଣ୍ଟାଲ ହାରାସମେଣ୍ଟର ଶିକାର ମୁଁ ହେଇଛି ଛୁଆ ବି ହେଇଛି ବାଧ୍ୟ ହେଇକି ଅପସନ ଅଛି ନଥିଲା ଥାନାକୁ ନ ଯିବା ଛଡା ଯୋଉ ପ୍ରକାର ହାରାସମେଣ୍ଟ ମୋ ସହିତ ହେଲା ଯୋଉଦିନ ମୁଁ ସେ ଛୁଆଟାକୁ ଧରିକି ମାନେ ସେଦିନ ମୁଁ ବହୁତ କାନ୍ଦିଛି ଯୋଉଦିନ ମୋ ଛୁଆକୁ ମାନେ ଏତେ କାନ୍ଦ ଲାଗିଲା ମୁଁ କହିଲି କି ନା ଆଉ ନୁହଁ ବହୁତ ହେଇଗଲା ଏବେ ତ ମତେ ଯାଇକି କମ୍ପ୍ଲେନ ଦବାକୁ ହିଁ ପଡିବ ବାଧ୍ୟ ହେଇକି ଥାନାକୁ ଯାଇଛି ସେଦିନ ଏଫଆଇଆର ବି ପ୍ରଥମେ ଭାବୁଥାଏ ଦେବିନି ଥାଉ ନା ହଁ ଠିକ ଅଛି ହାରାସମେଣ୍ଟ ମୋ ସହିତ ହଉଥିଲା କଣ୍ଟିନ୍ୟୁ ଠିକ ଅଛି ଆଇ କ୍ୟାନ୍ ମ୍ୟାନେଜ ଛୁଆଟାକୁ ଦେଖିଲେ ନା ବହୁତ କଷ୍ଟ ହୁଏ ସେଟା ଗୋଟେ ମାର ମନେ ହିଁ ବୁଝିପାରିବେ ସେ କଷ୍ଟଟା କଣ ଆଉ ସେ କ୍ରୁଏଲିଟିଟା ଯେତେବେଳେ ଛୁଆ ପ୍ରତି ବହୁତ ମାନେ ମତେ ଲାଗିଲା ଆଉ ନୁହଁ ବହୁତ ହେଇଗଲା ତାପରେ ମୁଁ ଥାନାକୁ ଯାଇଛି ସଡନ ଗଲି ଥାନାକୁ ଏଫଆଇଆର ଦେଲି ସେ କହିଲେ ମୁଁ ସବୁ କିଛି ଆଡମିଟ୍ ବଗେରା ସବୁ କିଛି ମୁଁ କରେ ଆଡମିସନ ଯୋଉ ଜିନିଷଟା କହୁଛନ୍ତି ଆପଣ ମୁଁ ତ ମନା କରିନି କେବେ କିଛି ଆଡମିଟ୍ କରିନାହାନ୍ତି ଇଭେନ୍ ମୁଁ ପୋଲିସ ଷ୍ଟେସନରେ ବି କହିଛି ହଜବେଣ୍ଡ ନେଇକି ମତେ ହସ୍ପିଟାଲ ଆଡମିଟ୍ କରିଥିଲେ ବଟ୍ ଡିସଚାର୍ଜ ମତେ ମୋ ପେରେଣ୍ଟସ କରିଛନ୍ତି ମୋ ମାମୁଁ ପେମେଣ୍ଟ ଡିପୋଜିଟ୍ କରିଛନ୍ତି ହସ୍ପିଟାଲର ମୁଁ ତାପରେ ଯାଇକି ଡିସଚାର୍ଜ ହେଇଛି ଆଉ ସେ ଏଭିଡେନ୍ସଟା ବି ମୁଁ ଅଲରେଡି ପୋଲିସ ଷ୍ଟେସନରେ ଦେଇ ସାରିଛି ଦେଖନ୍ତୁ ଇଟ୍ସ ତ ନ୍ୟାଚୁରାଲ ଥିଙ୍ଗ ଯଦି ଦୁଇଟା ପକ୍ଷ ରହିବେ ନା ଜଣେ ଯଦି ଜଣଙ୍କୁ ଆଲିଗେସନ କିଛି ଲଗାଉଛି ସାମ୍ନା ଲୋକ କହିବ ଏଇଟା ଫଲ୍ସ ଆଣ୍ଡ ଫ୍ୟାବ୍ରିକେଟେଡ୍ ଇଟ୍ସ ନ୍ୟାଚୁରାଲ ଥିଙ୍ଗ ଘରେ କିଛି ଆଲୋଚନା କରୁନି ଆରମ୍ଭ ଆମ ତରଫରୁ ଆମେ ବହୁତ ଚେଷ୍ଟା କରୁଛୁ ମୁଁ କହିଲି ନା ଯୋଉ ସ୍ତର ପର୍ଯ୍ୟନ୍ତ ହେଇପାରିବ ସେ ସ୍ତର ପର୍ଯ୍ୟନ୍ତ ମୁଁ ଚେଷ୍ଟା କରିଛି ସବୁ ପ୍ରକାର ଅପସନ ଦେଇଛି ହ୍ୱାଟ ଏଭର ହି ୱାଣ୍ଟସ ଏଭ୍ରିଥିଙ୍ଗ ଦେଖନ୍ତୁ ଏଇଟା ଗୋଟେ ସଂକୀର୍ଣ୍ଣ ମାନସିକତା କିଏ କେବେ କାହାକୁ ଛଡେଇକି ନେଇଯାଏନି କିଏ କେବେ କାହାକୁ କାହା ପାଖରେ ରଖିଦିଏନି ବାନ୍ଧିଦିଏନି ଏ ସଂକୀର୍ଣ୍ଣ ମାନସିକତାରୁ ନା ସମସ୍ତେ ବାହାରିବା ଦରକାର ହିଁ କହିପାରିବି ଦେଖନ୍ତୁ ଆଜି ଫାର୍ଷ୍ଟ ଟାଇମ୍ ପାଇଁ ମୁଁ ଶୁଣିଲି ଯେ ସେ ଏୟାରଫିଲ୍ଡ ଥାନାରେ କଣ ଗୋଟେ ଯୋଉ କହିଲେ କଣ ଦେଇଛନ୍ତି ଆଉ ସିଏ ଯୋଉ ଡିଭୋର୍ସ ଫାଇଲ କଥା ତ ବି ମୁଁ ଗଲ୍ଫ କ୍ଲବରେ ଶୁଣିଥିଲି ତାଙ୍କଠୁ ମିଡ୍ ଅଗଷ୍ଟରେ ନୋଟିସ୍ ଆସିଯିବ ବୋଲି ଆଜି ଫାଇନାଲି ସେ ମିଡିଆ ଆଗରେ ବି ସେ ଜିନିଷ କହିଲେ ମୁଁ ଡିଭୋର୍ସ ଫାଇଲ କରିଦେଇଛି ଆପଣ ଇମାଜିନ କରନ୍ତୁ ଗୋଟେ ସ୍ତ୍ରୀ ଯାହାର ସିଜରିଆନ ଡେଲିଭରି ହେଇଛି ସେ ହସ୍ପିଟାଲ ବେଡରେ ଛୁଆ ସହିତ କଣ ଛୁଆର ମୁହଁକୁ ସ୍ୱାମୀ ଚାହିଁଲେନି କି ସେ ସ୍ତ୍ରୀର କଣ୍ଡିସନ କଣ ବୁଝିଲେନି ହଜବେଣ୍ଡ ଯାଇକି ଏୟାରଫିଲ୍ଡ ଥାନାରେ ଗୋଟେ ଏଫଆଇଆର ଦେଇ ଦଉଛନ୍ତି ସ୍ତ୍ରୀ କଣ୍ଟିନ୍ୟୁ କଣ୍ଟାକ୍ଟ କରୁଛି ଚେଷ୍ଟା କରିବା ପାଇଁ ଯେ ମାନେ କୋଉଠି ଅଛ କଣ ହେଲା ମୁଁ ଡିସଚାର୍ଜ ହେବି ତମ ଆଧାର କାର୍ଡଟା ଦିଅ ଛୁଆର ବାର୍ଥ ରେଜିଷ୍ଟ୍ରେସନ ପାଇଁ ଆଧାର କାର୍ଡ ଦରକାର ଏଭ୍ରିଥିଙ୍ଗ ବଟ୍
ତାଙ୍କର କମ୍ୟୁନିକେସନ ହିଁ କିଛି ନାହିଁ ସେ ଯାଇକି ଏୟାରଫିଲ୍ଡ ଥାନାରେ କେତେବେଳେ ଏଫଆଇଆର ଦେଇ ଦଉଛନ୍ତି ସେଇଟା କପି ବି ମାନେ ମୁଁ ତ କିଛି ଜାଣିନି ସେ ଏଫଆଇଆର ବିଷୟରେ एंड इमिडिएट से क्वेश्चन मिड मे रे ही मिड मे इन द सेंस 15th ऑफ मे को आपण कंसीडर करि पारंती सेतबेले से ऑलरेडी डिवोर्स फाइल भी कर देछन भाबंतु को प्रकार ह्यूमैनिटी और बंचिची मोरा विश्वास ही नाही मानविकता ऊपर शपथ ନେଲେ ଆଉ ତିଆରି କରିବେ हस्बैंड को कोई डिपेंड करछि से तो कहछन मु हाथ छाड़ी देली बोली डिवोर्स फाइल करी ची बोली से कहछन मो तरफ ନାଇଁ ରାଗ କେମିତି ମିଡିଆ ଆଗରେ ସେ ତ ନିଜେ କହୁଛନ୍ତି ନା ଯେ ମାନେ ମୁଁ ଡିଭୋର୍ସ ଫାଇଲ କରିଛି ବୋଲି ନାଇଁ ଡିଭୋର୍ସ ଫାଇଲ ତ ସେ କରିଛନ୍ତି ବୋଲି କହିଲେ ନା କି ଆସିବା ନ ଆସିବାରେ କଣ ଅଛି ଡିଭୋର୍ସ ଫାଇଲ ତ ସେ କରିଛନ୍ତି ମୁଁ ତ ଥାନାକୁ କମ୍ପ୍ଲେନ ଦବାକୁ ଯାଇଥିଲି ମୁଁ ଜାଣିନଥିଲି ମିଡିଆ ଏମିତି ଆସିଯିବ କି ମାନେ ମୁଁ କିଛି କହିବି କି ନ କହିବି ଦେଖନ୍ତୁ ନୋଟିସ ମୋ ପାଖକୁ ଆସିନି ଆଉ ଯୋଉ ଏୟାରଫିଲ୍ଡ ଥାନା କଥା କହିଲେ ସେ ବିଷୟରେ ମୁଁ କିଛି ଜାଣିନି फर्स्ट टाइम पे माने से थाना विषय में सुनिली आउ नोटिस कथा तो से कहथिले नोटिस आसी पहुंचबो नोटिस मो पाखे पर्यंत पहुंची आसु नोटिस आसिले मु तो मोर कंटेस्ट करिवि मु आगु भी कहि धर्म रक्षाति रखिथाउ जदि मु धर्म रे अछि जदि मु ठीक अछि आई एम हैविंग माने मो पाखे मु ठीक बोली ऑल एविडेंसेस मो पाखे अछि आई विल प्रूव दैट प्रूव करिवि मु सेटा कोर्ट रे प्रूव करिवि बाय लॉ जी भरोसा अछि विश्वास अछि लड़ी भी तो निश्चय देखो अतुल सुभाष सर को माने आज से जो भी था आत्मा को मुझे आज भी प्रे करे देखो ना से जो एटा एग्जांपल टा केते दूर ठीक आपण निजे भाबंतु अतुल सुभाष सर को कथा जो से कहले गोटे झियो एन नंबर ऑफ केसेस झियो मानन करे भी रिसेंटली सोमिया सिंह को भी हेछि मु चाहिथिले स्टार्टिंग डे को एग्जांपल दे पारि थांते सोमिया सिंह को तांकु नहीं कि एग्जांपल दबा ना एटा ठीक नो भगवान करंतु सेमान को आत्मा का सद्गति हो सेमान को नहीं कि हम एग्जांपल दबानी हरासमेंट और क्रुएलिटी रो शिकार तो मु हिच मो छुआ हिच स्टिल मु स्ट्रांग ही कि आज का डेट रे अछि आज का डेट रे भी ना मो इत्ते हरास कंडीशन रे थिले आपण बिलीव करि परिबेनी जदि मो हॉस्पिटल रो डिस्चार्ज हिथि ते बहुत कष्ट लागि बट आज मु अछि ना मु लढी मु केबे भी कहार एग्जांपल देई जदि से हॉस्पिटल रे न आछंदे तो बड़ अघटन होई जाय कोन अघटन घटना कोन बुझ परले अच्छा माने बुझ परले कौन अघटन घटी जाते सी आज आसुना आपण मैंने समस्त प्रेजेंट थे सी आज आसतु छुआ को कोड़ाते आपण मान माध्यम आज से अघटन कौन घटे निश्चित रूप से मुझे बाहर ही सर मैरिज बारंबार कहूँ मैरिज इज एन इंस्टीट्यूशन मन रे मोर केबे किछि नथिला कि केबे किछि नाही मु सब बेले तांको कहले ना लॉट ऑफ स्कोप्स जहां से करि परिबे ऑप्शंस तांको पाखरे अवेलेबल एवरी टाइम सब बेले कहिछि माओ गुणीकर करो तमन तमरो माने तम प्रति तमरो जहां कर्तव्य तमे सब करो बस मोर असमय समय जदि केतल पड़िला ना सेते बेले खाओ जो असमय समय कि छाड़ी दी कि पळे कोई मेरे एबे काउंसलिंग करता मु कहबी प्रथम मो हस्बैंड आसंतु बसंतु मो से कथा हुंतु सेटा पई मु तांको लॉट ऑफ मेसेजेस करछि लॉट ऑफ कॉल्स करछि बिकॉज़ मु प्रॉपर ग्राउंड और रीजन ही कोन जानि पाबो आसंतु बसंतु ना से आसंतु बसंतु कथा हुंतु एटा देखंतु मां और भोणी से माने केबे गोटे ग्राउंड हुंती गोटे डिवोर्स फाइल आपण निजे भाबुनांती ए जिंस कोन आपण माने तो स्वामी हिथिबे आपण माने भी पुओ आपण माने भी भाई आपण माने कोन रिलेशन केमती मैनेज करा जाय जानि नांती आपण माने आपण को स्क्रीन को मैनेज करचंती आपण को छुआ को मैनेज करचंती आपण को मां को करचंती भोणी को करचंती ना झगड़ा कथा नहीं सर गोटे स्टेबल पर्सन जे थाए ना से समस्त को नहीं कि चले मैनेज करी कि चले बाहाघर माने हेला आमे दुई जण दुई पक्ष परस्पर को बुझीबा मैनेज करिबा चलिबा ओपिनियन तो समस्त को बेडे अंतरात्मा कहूँ से होती देखंतु सेटा कोड डिसाइड करिवो के ठीक के बोल मु आज का डेट रे भी जेतु मु तांकर स्त्री मु स्त्री हिसाब रे आज भी माने के मोर स्वामी मु चाहे भी से सुधुरी जानतु आ जो हरासमेंट रो शिकार मु हेची मु तो भाबे भी बदे तारो न्याय कोन मु निजे भी जाने तारो न्याय ना से जो पोस्टमार्टम स्टेज रो स्ट्रेस टा कोन थाए आ गोटे मां जते बेले से चाहे से छुआ को फिट भी करे पर न था बहुत कष्ट होई सिजरियन डिलीवरी जते ले से कष्टटा कोन गोटे छुआ रो गोटे मां से मु बहुत भलो रे जानि से कष्ट पाई मु तो कहि परिबिनी ता लागि न्याय कोन अछि किने चाहिबी सुधुरी जा